ଧ୍ୟାନ କରିବା ପାଇଁ ପ୍ରଭୁଙ୍କର ସାନ୍ନିଧ୍ୟ ଲାଭ କରିବା ପାଇଁ ଆମେ ଉଜାଗର କରି ରାତି ସାରା ତପସ୍ୟା କରିଛୁ। এই ପରମାତ୍ମା ହେଉଛନ୍ତି ସର୍ବଜୀବର ଉପାସ୍ୟ। ଏହି ପୃଥିବୀ ପ୍ରଭୁ ସୃଷ୍ଟି କଲେ। ପୃଥିବୀ ସୃଷ୍ଟି କଲା ପରେ ମହାନ ମହାନ ପୁରୁଷ ଏଥିରେ ଜନ୍ମଗ୍ରହଣ କରିଛନ୍ତି। ଏହି ପୃଥିବୀରେ ଜୀବନ ଜୀବିକା କରି ଅତି ବାହିତ କରିଛନ୍ତି ମହାନ ପୁରୁଷ ମାନେ। ରାଜାଙ୍କ ଔରସରେ ଜନ୍ମ ହୋଇଥିଲେ, ରାଜକୁଳରେ ଜନ୍ମ ହୋଇଥିଲେ। ଶ୍ରୀ ରାମଚନ୍ଦ୍ର, କୃଷ୍ଣଚନ୍ଦ୍ର, ଯାହା ଦେଖୁଛ ହନୁମାନ ଇତ୍ୟାଦି, ଲକ୍ଷ୍ମଣ ଇତ୍ୟାଦି ସମସ୍ତ ଯାହା ମହାପୁରୁଷ ମାନେ ଏହି ଧରତୀରେ ଜନ୍ମ ଗ୍ରହଣ କରିକି ସେମାନଙ୍କ ନାମ ସୁନାମ କରିକି ଦେଇଛନ୍ତି। ଏହି ଧରାଧାମରେ ସମସ୍ତେ ଜନ୍ମ ହୋଇକି କିଏ ଭଲ କର୍ମ କରିଛି, କିଏ ଖରାପ କର୍ମ କରିଛି, ସମସ୍ତଙ୍କର ଏହି ଧରାଧାମରେ ନାଁ ରଖି ଯାଇଛନ୍ତି। ଯେମିତି ରାବଣ ତାର ଅଲଗା ପ୍ରକାର ବୁଦ୍ଧି ଆଉ ମନ୍ଦ ଉଦ୍ଦେଶ୍ୟ ଥିଲା ବୋଲି ତାକୁ ରାକ୍ଷସ କୁହାଗଲା। କିନ୍ତୁ ତାର ବି ଦିଟା ହାତ ଦିଟା ମୁଣ୍ଡ ଥିଲା। ଲୋକ କହିବାର 10ଟା ମୁଣ୍ଡ ଆଉ 2ଟା ଗୋଡ଼, 10ଟା ମୁଣ୍ଡ 2ଟା ଗୋଡ଼ ସମ୍ଭବ କି? ଦିଟା ଗୋଡ଼ ଭାର ପ୍ରାପ୍ତ କରିପାରିଥାନ୍ତା, ଭାର ସହିଥାନ୍ତା। ସେ ଗୋଟିଏ ମୁଣ୍ଡ 2ଟା ହାତ 2ଟା ଗୋଡ଼। ପ୍ରକୃତି ରାକ୍ଷସ ହେବାରୁ ରାକ୍ଷସ କୁହାଗଲା। ପ୍ରକୃତିକୁ ଯଦି ମନୁଷ୍ୟ ରୂପେ ଆଣିବା, ମାନବିକା ଆମର ମାନବ ଧର୍ମ ଅଛି, ମାନବିକା ଯଦି ଅଛି ତାକୁ ମାନବ କୁହାଯାଉଛି। ଏହି ମାନବ ଯଦି ରାକ୍ଷସ ପ୍ରକୃତି କରେ ତାକୁ ରାକ୍ଷସ କୁହାଯାଉଛି। ଆମେ ଏହି ମହିମା ଧର୍ମର ଅବଲମ୍ବନ ଅଛୁ। ମହିମା ଧର୍ମରେ ଯେଉଁ ପ୍ରକାର ନୀତି ନିୟମ, ମୌଳିକ ନୀତି ନିୟମ ଅଛି ଆମେ ମାନି ଚଳିବାକୁ ବାଧ୍ୟ। ଆମେ ସାଧୁ ସନ୍ତଙ୍କ ଅନୁସରଣ କରିବା, ପରମାତ୍ମା ପାଖରେ ସମର୍ପଣ କରିବା, ଦେହ ଜୀବନ ମନ ପ୍ରାଣ ସବୁ ଆଉ ସାଧୁ ସନ୍ତଙ୍କର ଆଜ୍ଞା ଅନୁସାରେ ଆଉ ଧର୍ମଶାସ୍ତ୍ର ଅନୁସାରେ ଆମେ ନୀତି ନିୟମ ପାଳନ କରି ଚଳିବା କର୍ତ୍ତବ୍ୟ। ଏହି ଧରାଧାମରେ ସାଧୁ ସନ୍ଥ ମାନଙ୍କୁ ସୃଷ୍ଟି କରିଛନ୍ତି। ଏହି ଭାରତ ହେଉଛି ହିନ୍ଦୁ ବହୁଳ ଦେଶ, ଋଷିମୁନିଙ୍କର ଦେଶ। ଏହି ଭାରତରେ ସାଧୁ ସନ୍ଥ ତା ପୂର୍ବ ଥିଲେ ଋଷିମୁନି। ତେବେ এই ଋଷିମୁନି ହେଉଛନ୍ତି ସାଧୁ ସନ୍ଥ। ଆଉ ଧର୍ମ ହେଉଛି ଜଗା ସ୍ୱରୂପ। ଆଉ ସେଥିରେ ଧର୍ମ ଡଙ୍ଗାରେ ଯିଏ ବସିଲେ ପାରି କରିବା ପାଇଁ ସାଧୁ ସନ୍ଥ ମାନେ। ଲଢେନି ଜଳକ ଜଳବତରଣ ତଦ୍ଭୁତ ଜୀବନ ମତି ଚପଳ କ୍ଷଣେ ମପି ସଜ୍ଜନ ସଂଗତି ରେଖା ଭଗତି ଭବାନ ତରଣେ ନୌକା। ପଦ୍ମପତ୍ର ଜଳ ସମ ଅତ୍ୟନ୍ତ ତରଳ, ମାନବ ଜୀବନଟି ସେପରି ଚଞ୍ଚଳ। କ୍ଷଣେ ମାତ୍ର ସାଧୁଜନ ସହବାସ ଏକା, ସଂସାର ସନ୍ଦୁ ତରଣେ ହଇବେ ନୌକା। এই ଭବ ସଂସାରରେ ପାରି ହେବା ପାଇଁ ହେଲେ ଆମକୁ ଧର୍ମ ଡଙ୍ଗା ଦରକାର, ଧର୍ମର ନୌକା ଦରକାର। ଧର୍ମର ନୌକାରେ ବସିଲେ କୌଣସି ପଇସା କୌଣସି ଲାଗେ ନାହିଁ। ସେଇ ଧର୍ମ ଡଙ୍ଗାରେ ଯଦି ବସିବା, ସାଧୁ ସନ୍ଥ ମାନେ ପ୍ରଭୁଙ୍କ ନିକଟରେ ନେଇକି ପହଞ୍ଚାଇବେ। ଆମେ ସେ ଧର୍ମ ଡଙ୍ଗାର ଅନୁସନ୍ଧାନ କରିକି ଅନୁସରଣ କରିକି ଆମେ ଧର୍ମ ଡଙ୍ଗାରେ ଆହରଣ କରିବା। ଧର୍ମ ଡଙ୍ଗାରେ ଆହରଣ କଲା ପରେ ଆମେ ନିଶ୍ଚିତ ଭାବରେ এই ବୈତରଣୀ ପାର ହେବା ପାଇଁ ଆଶା ରଖିବା। ଆମର ଲକ୍ଷ୍ୟ ସେ ପରମାତ୍ମାଙ୍କୁ ସାନ୍ନିଧ୍ୟ ଲାଭ କରିବା। ଏହି ମନୁଷ୍ୟ ଗୋଟିଏ ଜନ୍ମରେ ଜନ୍ମ ହୋଇଲାଣି, ଏ ଜୀବନ ମହାଭାଗ୍ୟ ପାଇଅଛେ ଗୁରୁବାର। ସନ୍ତ କବି ଭୀମ ଭାଇ ଲେଖିଛନ୍ତି ଭଜନମାଳାରେ, ଗୋଟିଏ ଜନ୍ମରେ ଜନ୍ମ ହୋଇଲାଣି, ଏ ଜୀବନ ମହାଭାଗ୍ୟ ପାଇଅଛେ ଗୁରୁବାର। ଗଳଉଛି ମକରନ୍ଦ ଲୟକର ପାଦବିନ୍ଦ, ଦିବସ ରଜନୀ ବହି ଆଜି ଭାର। ଦିନ ରାତି ହେଇ ଚାଲିଛି। ଆମେ ନିଜ ନିଜ କର୍ମରେ ବ୍ୟସ୍ତତା ରହି ପରମାତ୍ମାକୁ ଦିନେ ଛାଡ଼ି ବି ଆମେ ଧ୍ୟାନ କରିପାରୁନୁ, ପ୍ରଭୁଙ୍କୁ ସ୍ମରଣ କରିପାରୁନୁ। ଏଇଟା ଆମର ଅମାନବିକତା। ଆଉ ଭକ୍ତିର ଜାଗରଣ କରିବା ପାଇଁ ଆମେ ଧର୍ମଶାସ୍ତ୍ର ଅଧ୍ୟୟନ କରିବା ଆଉ ଗୁରୁ ଉପଦେଶ ଗ୍ରହଣ କରିବା। ସୁଶାସ୍ତ୍ର, ଗୁରୁ ଉପଦେଶ
गुरु उपदेश सुशास्त्र अध्ययन एवं सहानुभूति आम धर्म जापर कर्म जापर ध्यान तपस्या सब किसी आमको जापर हम मनुष्य को सृष्टि कर परमात्मा यही जीव जगत सृष्टि कर परमात्मा परमात्मा कहते दृश्यमान रहती अदृश्य ये दृश्यमान जगत में सर्व जगह व्याप्त असंति सर्व जगह आसादित असंति परब्रह्म परमात्मा सर्व घटे विद्यमान असंति जेमती क्षीर में पानी मिसैले हंस पानी को छाड़ी क्षीर क्षीर ग्रहण करुच्ची यहीपरि आम संसार मध्य रही खराब जिन प्रत्याग कर भल जिन ग्रहण करवा आम कर्तव्य हूँ मनुष्य कर्तव्य परब्रह्म परमात्मा को आम जाना केठार आसुलु केठी जीव आमको किए पठे धरा धाम आम देखा माँ बापा जन्म हो आम जानते पिता माता समस्ते किंतु प्रभु को जदि आशीर्वाद हम नहीं प्रभु को जदि करुणा नहीं होता हम ए जन्म रे धरती रे जन्म ग्रहण करता परमात्मा को हमें के रूप में जानिबा किभଳି जानिबा उदाहरण गोटे देखो एठी कोसे चाष होइची बा गोटे बगीचा अछि हम अनुभव करि पारते कि एटा जणे मालिक करथिबे जणे यार तदारक करिया पई चाष करिया पई मालिक जण अछंती शेषकासी चाष भल भाव हेछि सेति अनुभव करियो जेडे विशाल संसार ए विशाल संसार संसार ब्रह्मांड चंद्र सूर्य नक्षत्र बल पृथ्वी जल पवन अग्नि सब जे सृष्टि करछंती निश्चय मालिक अछंती से मालिक को हम अनुभव करि जानि पाछे माने प्रभु सर्व जगह विद्यमान अछंती बोली हम जानि पारिबा अनंत आकाश रे अनंत ब्रह्मांड अछि शेष ब्रह्मांड अछि अनंत आकाश रे बड़ बड़ वेदिनी अछि हमें शास्त्र अध्ययन कर जानिबा गुरु उपदेश रे जानिबा और निज अनुभूति रे जानिबा एक धरा धामरे जते प्राणी जन्म है कि निज निज कृष्ण स्थापन करि गले किंतु परमात्मा को जानिबा को इच्छा करते नहीं परमात्मा विषय हमें महिमा धर्म सलंबी जानिबा को प्रयास करूछु और जानि पारुछु अन्य संप्रदाय केवल कृष्ण राम हनुमान सीता पार्वती सेवाने जो महापुरुष मान आसते सेवाने को उपासना करिया लागे किंतु ए सब